ସ୍କୁଲ ଅଛି କିନ୍ତୁ ରାସ୍ତାଟିଏ ନାହିଁ। କଥାଟି ହେଉଛି ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ବୁଡ଼ୁଗୁଡ଼ା ପଞ୍ଚାୟତର କୁମ୍ଭାର ସାହି ବିଦ୍ୟାଳୟର 2010 ମସିହାରେ ସ୍କୁଲଟି ଆରମ୍ଭ ହୋଇଥିଲା। ବର୍ତ୍ତମାନ ସ୍କୁଲରେ ଆପଣଙ୍କର ପିଲା ସଂଖ୍ୟା ହେଲେ 27ରୁ 28 ଜଣ। 2 ଜଣ ଶିକ୍ଷକ ମଧ୍ୟ ଅଛନ୍ତି। ଆମେ କହିବୁ କମ୍ ଆଜ୍ଞା, ଦେଖେଇବୁ ଅଧିକା। ସ୍କୁଲଟି ଏମିତି ଜାଗାରେ ଅଛି ଯେଉଁଠିକୁ ଆପଣଙ୍କର କୌଣସି ପ୍ରକାର ରାସ୍ତା ନାହିଁ। ଦେଖୁଛନ୍ତି ପିଲାମାନେ କେମିତି ବିଲ ବାଡ଼ ପଥର ନଦୀ ଦେଇକି ଯାଉଛନ୍ତି। ଚାରିଆଡ଼େ ଜମି ଆଉ ମଝିରେ ସ୍କୁଲଟି ଥିବା ଯୋଗୁଁ ଲୋକମାନେ ମଧ୍ୟ ଗୋରୁ ଗାଈ କାଳେ ପଶିଯିବେ ବୋଲି ଚାରିଆଡ଼େ ତାର ବାଡ଼ ଅଟକାଇ ଦେଇଛନ୍ତି, ଯଦ୍ୱାରା ପିଲାମାନେ ତାର ବାଡ଼ ଡେଇଁକି ମଧ୍ୟ ସ୍କୁଲକୁ ଯିବାକୁ ପଡ଼ୁଛି। ଏ ବିଷୟରେ ଗ୍ରାମ ଲୋକମାନେ ବାରମ୍ବାର ଲିଖିତ ଅଭିଯୋଗ ବିଇଓ ଡିଇଓ ଏବଂ ବ୍ଲକ ଅଧିକାରୀ ପାଖରେ ଦେଲା ପରେ ମଧ୍ୟ ପ୍ରଶାସନ ତା କାନରେ ତେଲ ପକାଇକି ଶୋଇଛି, କୌଣସି ପ୍ରକାର ପଦକ୍ଷେପ ନେଇନାହିଁ। ଆଜି ଭାରତ ସ୍ୱାଧୀନ ହେବାର ଏତେ ଦଶନ୍ଧି ପରେ ମଧ୍ୟ ଏମିତି ଅବସ୍ଥା ହେଉଛି, ତାହେଲେ ଦେଶର ଭବିଷ୍ୟତ କାହା ହାତରେ ଅଛି? ଆଉ ଦେଶର ଯେଉଁ ଭବିଷ୍ୟତ ବୋଲି କୁହାଯାଉଛି, ଏମାନଙ୍କର ଭବିଷ୍ୟତ କ'ଣ? ଦେଖନ୍ତୁ ପିଲାମାନେ କେମିତି ବେଡ଼ା କାଦ ଦେଇକି ସ୍କୁଲ ଯାଉଛନ୍ତି। ସେଇଠି ତାଙ୍କୁ ସାପ ଜୋକ ସବୁବେଳର ଭୟ ଥାଉଛି। ବର୍ଷକୁ ସବୁବେଳେ ସେ ରାସ୍ତାରେ ପାଣି ଯାଇଥାଉଛି, ଯଦ୍ୱାରା ପିଲାମାନଙ୍କୁ ଯିବାରେ ବହୁତ ଅସୁବିଧା ହେଉଛି। 2 ଜଣ ଶିକ୍ଷୟିତ୍ରୀ ମଧ୍ୟ ଅଛନ୍ତି। ସେ ଶିକ୍ଷୟିତ୍ରୀମାନେ ମଧ୍ୟ ଏ ରାସ୍ତା ଦେଇ ଯାଉଛନ୍ତି। ଦେଖାଯାଉ ଜିଲ୍ଲା ପ୍ରଶାସନ ବ୍ଲକ ପ୍ରଶାସନଙ୍କ ପାଖରେ ଏ ଜିନିଷଟା ପହଞ୍ଚୁଛି କି ନାହିଁ। ସେମାନେ କେତେ ଦିନ ପରେ ଉପରେ ପଦକ୍ଷେପ ନେବେ ଦେଖିବାକୁ ରହିଲା। ରାୟଗଡ଼ାରେ କ'ଣ ପ୍ରଗତିର ପଥ ଏମିତି ଧିମେଇ ଧିମେଇ ଚାଲିଛି? ରାୟଗଡ଼ା ଭୀଷମ କଟକରୁ ଶିବପ୍ରସାଦ ପାଢ଼ୀଙ୍କ ରିପୋର୍ଟ ONI। भाई ना चलेंगे